ଯେତେବେଳେ ଆମେ ଏଇ ଯେଉଁ ଗୀତଟି କୈଳାସ ଭାଇଙ୍କୁ ନେଇକିନା କରିବା ପାଇଁ ଚାହିଁଲୁ, ପ୍ରାୟ ଆର୍ଟିଷ୍ଟକୁ କଲ୍ କରୁଛୁ, ମାନେ ସେ କୈଳାସ ଭାଇଙ୍କ ଯେତେବେଳେ ଫଟୋ ଦେଖିଦେବେ ମନା କରିବେ ନା ଆମେ ତାଙ୍କ ସହିତ କରିବନି, ମନା କରନ୍ତି। ବହୁତ ଝିଅ ମନା କଲା ପରେ ସେ ଆଉ ଜଣେ ସେ ସାନ ଭଉଣୀଟେ ହେବେ, ତାପରେ ତାଙ୍କୁ ଉମେଶ ଭାଇ କଣ୍ଟାକ୍ଟ କଲେ। ତାପରେ ଯେତେବେଳେ କହିଲେ ହଁ କଲେ। ଆଉ ଭଲ କଳାକାର ଜଣେ, ମାନେ ବହୁତ ଭଲ ଆକ୍ଟିଂ ତାଙ୍କର। ଆଉ ତାଙ୍କୁ ଯେଉଁ ମାନେ ଭଲ ଆକ୍ଟିଂ, ତାପରେ ମାନେ ବଦନାମ ବି କରୁଛନ୍ତି ବହୁତ ହଁ, ଜଣ। ଯେଉଁ ବଦନାମ ଯେଉଁ ଟ୍ରୋଲ୍ କରୁଛନ୍ତି, ବଦନାମ କରୁଛନ୍ତି, କରନ୍ତୁନି। ସେ ଆମ ଭଉଣୀ, ଆଉ ଆପଣଙ୍କ ମାନଙ୍କ ଭଉଣୀ ବି। ଆଉ ଗୋଟେ କଳାକାରକୁ ବଦନାମ କରିବା ବି ଠିକ୍ ହେବନି। କାହିଁକି କହିଲେ ଆଜ୍ଞା, ସେ ଯଦି ଜୀବନ ମାନେ ହଁ, ସେ ନ୍ୟୁଜ୍ ପାଇଁ ସେ ମନା କରିଥିଲେ। କିନ୍ତୁ କାଳିଆ ଭାଇଙ୍କ ପ୍ରତି ଯଦି ଦେଖିବା ଲୋକଙ୍କର ଭଲ ପାଇବା ରହିଛି। ଆଜ୍ଞା ହଁ, କାଳିଆ ଭାଇଙ୍କ ପ୍ରତି ଆଜ୍ଞା ଲୋକଙ୍କର ଭଲ ପାଇବା ଅଛି। ଆଜ୍ଞା ଦିନେ ଦି ଦିନ ବି ରହିଲେ, ସିଏ ସୁଟିଂ କଲେ, ସେ କେମିତିଆ ଲୋକ? ସେ ବହୁତ ଭଲ ସରଳ ପିଲାଟିଏ, ମାନେ ଖୋଲା ମଣିଷଟିଏ। ଯେଉଁ କହନ୍ତି ମାନେ ହସ ହସ ମୁଁ ଯେତେ ନର୍ମାଲ ଲୋକ ସହିତ ଯଦି ଆମ ସହିତ ହେଲେ ବି ଆମେ ଭାଙ୍ଗି ପଡ଼ିବା, କିନ୍ତୁ ସେ ଗୋଟେ ଧୈର୍ଯ୍ୟର ସହିତ ହସି ପାରୁଛନ୍ତି। ତାଙ୍କ ଯଦି ଜୀବନରେ କିଛି ସେମିତି ସେତେ ବଡ଼ ନିଷ୍ପତ୍ତି ହେଇନି। ଆଚ୍ଛା, ଆପଣ ଏଇ ଗୀତଟି ଲେଖିଛନ୍ତି ଦିନେ ପ୍ରେମିକ ତୋର ଥିଲି? ମୁଁ ମ୍ୟୁଜିକ୍ ସଜେଇଛି। ଆଚ୍ଛା, ମ୍ୟୁଜିକ୍ ସଜେଇଛନ୍ତି। ଆଜ୍ଞା। ତ ଏଇ ଗୀତଟି କେତେ ତାଙ୍କୁ ରିଲେଟ୍ କରୁଛି? ତାଙ୍କ କାହାଣୀ ପାଖାପାଖି ଗୀତଟି ଲାଗୁଛି। ଆଉ ଆଶା କରିବି ଗୀତଟି ସାରା ଓଡ଼ିଶାବାସୀଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଗୀତଟି ଦେଖିବେ ଆଉ ଭଲ ପାଇବା ଦେବେ। ଆଚ୍ଛା, ଆମର ଯିଏ କୁଇନ୍ ପୂଜା ଯିଏ ଅଛନ୍ତି ହିରୋଇନ୍, ଆଜ୍ଞା, ତାଙ୍କ ପାଇଁ କ'ଣ କହିବେ? କେମିତି ଲାଗିଲା ତାଙ୍କ ଆକ୍ଟିଂ? ବହୁତ ଭଲ ମାନେ ଆକ୍ଟିଂ କରୁଛନ୍ତି ଏତେ ଛୋଟ କମ୍ ବୟସରୁ। ଆଉ ତାଙ୍କୁ ଯେଉଁମାନେ ଟ୍ରୋଲ୍ କରୁଛନ୍ତି, ଯେଉଁ ଭାଇମାନେ, ମୋ ଭାଇମାନଙ୍କୁ କହିବି ସେଇ ଝିଅ ନୁହଁ, କେବଳ ସେ ଝିଅଙ୍କ ମୁହଁ ଫେସ୍ ଯେଉଁ ଯିଏ ଆଗରୁ ଯାଇଥିଲେ, ୟାଙ୍କ ଫେସ୍ ଟିକେ ପାଖାପାଖି ମିଶୁଛି। ସେଥିପାଇଁ ପ୍ରଥମେ ଉମେଶ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି, ଯେ ଭାଇ ଗୋଟେ ଗ୍ୟାରେଜରେ କାମ କରୁଥିବା ଭାଇଙ୍କୁ ଆଉ ଏମିତି ପରିସ୍ଥିତିରେ ତାଙ୍କର ହାତ ଥିବାରୁ ଉମେଶ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ସେ କ'ଣ ତାଙ୍କ ଗୋଟେ ଇଣ୍ଟରେଷ୍ଟେଡ୍ ହେଲେ କି ନାଇଁ ୟାକୁ ନେଇକି ଆମେ ଗୋଟେ ଗୀତ କରିବା? କାହିଁକିନା ଆଜିକାଲି ଯେଉଁ ସମୟ ହେଲାଣି, ବଡ଼ ବଡ଼ ହିରୋଙ୍କୁ ନେଇକି ଫିଲ୍ମ, ଯେଉଁ ବଡ଼ ବଡ଼ ହିରୋଙ୍କୁ ନେଇକି ମ୍ୟୁଜିକ୍ ଭିଡ଼ିଓ କଲାବେଳକୁ ମ୍ୟୁଜିକ୍ ଭିଡ଼ିଓ ବି ଚାଲୁନି। ଏତେ ଟଙ୍କା ଖର୍ଚ୍ଚ କରିବା ତାଙ୍କ ପାଇଁ ଗୋଟେ ବିନା ସ୍ୱାର୍ଥରେ, କ'ଣ କହିବେ? ଆଜ୍ଞା, ଉମେଶ ଭାଇ ବହୁତ, ତାଙ୍କ ସହିତ ମୋର ବହୁତ ବର୍ଷର ସମ୍ପର୍କ। ଆଉ ବହୁତ ଭଲ ମଣିଷ ଜଣେ। ଯେତେବେଳେ ଆମେ କଥା ହେଲୁ, ସେ ତାଙ୍କ ଆଡ଼େ ବି କହିଦେଲେ ନା ସନ୍ତୋଷ, ସେ ଭାଇ ଜଣଙ୍କୁ ନେଇନା ଆମେ ଗୀତ ଦେଲେ ଗୋଟେ ସେ ସାହାରା ଆମେ ତାଙ୍କର ପାଲଟିଯିବା। ମାନେ ଭଲ ଖୁସି, ମାନେ ହାତ ପଡ଼ିଛନ୍ତି ସହଯୋଗର ଯେଉଁ କହନ୍ତି। କହିଲେ ଆମେ କଥା ହେଲୁ ଭାଇ କୈଳାସ, ହଁ ସେ କୈଳାସ ଭାଇ ଯେଉଁ ଗୀତ ପାଇଁ କହୁଥିଲେ, ହଁ ସନ୍ତୋଷ ତାଙ୍କୁ ନେଇନା ଗୀତ କର। ଆଉ ସେ ସମୟରେ ଦୁଃଖରେ ଫାଙ୍କିରେ ଗୀତ କଲା ପରେ ସେ କ'ଣ ସେ ଗ୍ୟାରେଜରେ ମାନେ ଏମିତି ଯେଉଁ ପରିସ୍ଥିତି, ଆମେ ତାଙ୍କୁ ଗୀତ ନେଇନା ଗୋଟେ କରିବା, ତାଙ୍କର ବଞ୍ଚିବାର ଗୋଟେ ନୂଆ ଦିଗ ଦେଖେଇବ। ଆଉ ଖୁସି ଲାଗିବ ତାଙ୍କୁ ନେଇଛନ୍ତି। ଦେଖିଲେ ଗୋଟେ ସାହାଯ୍ୟର, ମାନେ ଏଇ ପରିସ୍ଥିତିରେ ଗୋଟେ ଜଣଙ୍କ ସହିତ ହେବା, ସେଇଟା ବହୁ ମାନେ ନିଜ ଜୀବନ ପ୍ରତି ଯେଉଁ ମାନେ ବହୁତ କଷ୍ଟଦାୟକ। ଏ ସମୟରେ ସାହାଯ୍ୟର ହାତ ବଢ଼େଇଛନ୍ତି। ଆଜ୍ଞା, ମାନେ ଆପଣ ଭଲ, ମୁଁ ଭଲ, ଆପଣ ବି ଖରାପ, ମୁଁ ଖରାପ, ସମସ୍ତେ ଏଠି ଭଲ, ସମସ୍ତେ ଏଠି ଖରାପ। ଆଉ ଗୋଟେ କଥା ବି, ପ୍ରତ୍ୟେକ ସଫଳତା ପଥରେ ଗୋଟେ ନାରୀର ହାତ ଥାଏ। ସେ ପ୍ରତ୍ୟେକ ଖରାପ ପଛରେ ବି ଭଲ ହେଇଥାଏ। ମାନେ ପ୍ରତ୍ୟେକ ସଫଳତା ପଛରେ କାହାର ସଫଳତା? କୈଳାସ ଭାଇଙ୍କର ହଉ କିମ୍ବା ଯେକୌଣସି ପୁରୁଷଙ୍କର ହଉ, ଗୋଟେ ଖରାପରୁ ଭଲ ହେଇଥାଏ। ଯଦି ବି ସେ କଥାକୁ ଆମେ କହିବା, ଯଦି ସେ ଝିଅ ତାଙ୍କ ସହିତ ଏଇ ଯେଉଁ କାମ ହେଇନଥାନ୍ତା, କ'ଣ କୈଳାସ ଭାଇ ହିରୋ ହେଇପାରିଥାନ୍ତେ? ହୋଇଥାଇପାରେ ଭାଇ। ସେଇ ଯେଉଁ ଯୁଗରୁ ହଉ ବି, ଖରାପରୁ ଭଲ ହେଇଥାଏ। ଏଇଠି ଭାଇ କୈଳାସ ଭାଇଙ୍କ କଥା, ଆମେ ଯେଉଁ ଆପଣ ଅଛନ୍ତି, ମୁଁ ବି ଆପଣଙ୍କୁ ବାଇଟ୍ ଦେଉଛି ଅଛି, ସେଇ ଯୁଗରୁ ନା। ଭାଗ୍ୟରେ ଯାହା ଲେଖା ଥାଏ ତ ତା ହୁଏ, ମାନେ କପାଳ ଲେଖନ କେ କରିବ ଆନ। କପାଳରେ ଯାହା ଲେଖା ଥିବ ତାହା ହିଁ ହେବ। ତାପରେ ବି ଆମେ ଆମ ସଠିକ୍ କର୍ମ କରିବା। ଯଦି ଜଣେ ଆମକୁ ଛାଡ଼ିକିନା ଚାଲିଗଲା, କୈଳାସ ଭାଇଙ୍କ ଜୀବନ ହଉ କି ଯେକୌଣସି ଯେଉଁ ଭାଇମାନଙ୍କର ବି ହେଉଛି, ଏମିତି ବ୍ରେକଅପ୍ ହେଇଯାଉଛି। ସମସ୍ତେ ବ୍ରେକଅପ୍ ହେଲା ପରେ ଯେଉଁ ହାରାସମେଣ୍ଟ ହେଇକିନା ଜୀବନ ହାରିଦେବା କି ସୁଇସାଇଡ଼୍ କରିବା, ସେମିତି କରନ୍ତୁନି ଆଜ୍ଞା। ଜୀବନ ମଣିଷ ଭଗବାନ ଦେଇଛନ୍ତି ଜନ୍ମ, ଜୀବନରେ ସବୁ ସମସ୍ୟା ଅଛି, ତାର ବି ସମାଧାନ ଅଛି। ଆଜ୍ଞା, ସାଙ୍ଗ ଯେଉଁ ବନ୍ଧୁତାର ଲିଭାନ୍ତି, ଯେଉଁ କୌଣସି ବନ୍ଧୁତା, ଆମର ପ୍ରଦୀପ ଭାଇଙ୍କୁ ମୁଁ ଦେଖିଲି ଯେ ପ୍ରଥମରୁ ସେ କହୁଥିଲେ ଯେ ପ୍ରଥମରୁ ତାଙ୍କର ବାହାଘରଠୁ ଆରମ୍ଭ କରି ତାଙ୍କର ବାହାଘର ପୂର୍ବରୁ ଆରମ୍ଭ କରି ତାଙ୍କ ସହିତ ଭଲ ସମ୍ପର୍କ। ଆଉ ଗୋଟେ ବନ୍ଧୁ ଦୁଃଖରେ ଥାଏ, ସୁଖରେ ଥାଏ, ଦୁଃଖରେ ବି ଥାଏ, ସବୁବେଳେ ତାଙ୍କ ସାଥିରେ ଅଛି। ଏଇଟା ଆମେ ତାଙ୍କଠୁ ଶିଖିପାରିବା। ଲୋକ କହୁଛନ୍ତି ଯେ ତାଙ୍କ ସାଙ୍ଗ ତାଙ୍କଠୁ ଫାଇଦା ଉଠାଉଛନ୍ତି,
ତ ଏଇ ଯୋଉ ଦିନେ ଦି ଦିନ ଭିତରେ ଆପଣ ଦେଖିଲେ ଆପଣଙ୍କୁ କଣ ଲାଗିଲା? ନା ଆଜ୍ଞା ଫାଇଦା ସେ ଉଠେଇବ ଯେ ଉଠଉନାହାନ୍ତି ପ୍ରଦୀପ ଭାଇ ତ ସେମିତି ସେମିତି ଲୋକ ଆଜ୍ଞା ନୁହଁ। ହଁ। ପ୍ରଦୀପ ଭାଇ